ଜୟଗୁରୁ। ଆମେ ଦେଖୁଛୁ ଗୋଟିଏ ପରିବାରରେ ସମସ୍ତ ସନ୍ତାନଙ୍କୁ ମା ସମାନ ଭାବରେ ଭଲ ପାଆନ୍ତି, କିନ୍ତୁ ଯିଏ ଛୋଟ, ଯିଏ ଦୁର୍ବଳ, ଯିଏ ମା ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ, ମା ତାକୁ ଟିକେ ଅଧିକ ଯତ୍ନ କରନ୍ତି, କାରଣ ସେ ଜାଣନ୍ତି ଏହି ପିଲାଟିର ତାକୁ ଅଧିକ ଆବଶ୍ୟକତା ଅଛି। ଠିକ୍ ସେହିପରି ଭଗବାନ ମଧ୍ୟ ସମସ୍ତଙ୍କୁ ସମାନ ଭାବରେ ଭଲ ପାଆନ୍ତି, କିନ୍ତୁ ଯେଉଁ ଭକ୍ତ ନିଜକୁ ବଡ଼ ବୋଲି ଭାବେ ନାହିଁ, ଯିଏ ନିଜର ଅହଙ୍କାରକୁ ଛାଡ଼ି ଭଗବାନଙ୍କ ଶରଣ ନିଏ, ସେହି ଭକ୍ତଙ୍କ ଉପରେ ଭଗବାନଙ୍କର ବିଶେଷ କୃପା ବର୍ଷିଥାଏ। ଆଜି ଆମ ସମାଜରେ ଅହଙ୍କାର ଧୀରେ ଧୀରେ ବଢ଼ି ଚାଲିଛି। ଧନ, ଜ୍ଞାନ, ପଦବୀ କିମ୍ବା ସଫଳତା ମଣିଷକୁ ଅନେକ ସମୟରେ ନିଜକୁ ବଡ଼ ବୋଲି ଭାବିବାକୁ ବାଧ୍ୟ କରେ, କିନ୍ତୁ ଅହଙ୍କାର ମଣିଷକୁ ଭଗବାନ ଠାରୁ ଦୂରେଇ ନିଏ। ବିନୟ ମଣିଷକୁ ଭଗବାନଙ୍କ ପାଖକୁ ନେଇଯାଏ। ଠାକୁର କହିଛନ୍ତି, ନିଜକୁ ସବୁବେଳେ ଛୋଟ ବୋଲି ଭାବ। ଏହାର ଅର୍ଥ ନିଜକୁ ହୀନ ଭାବିବା ନୁହେଁ, ବରଂ ଏହାର ଅର୍ଥ ହେଉଛି ମୋର ଯାହା କିଛି ଅଛି ସବୁ ଭଗବାନଙ୍କ କୃପା, ମୁଁ କେବଳ ତାଙ୍କର ସନ୍ତାନ। ଏହି ଭାବନା ଆମ ହୃଦୟରୁ ଅହଙ୍କାରକୁ ଦୂର କରେ ଏବଂ ଭକ୍ତିକୁ ବଢ଼ାଇଥାଏ। ଠାକୁର ଭଗବାନଙ୍କୁ ଦୀନ ଶରଣ ବୋଲି କହିଛନ୍ତି, ଅର୍ଥାତ୍ ଯିଏ ଦୀନ, ବିନମ୍ର ଏବଂ ଅହଙ୍କାରହୀନ, ଭଗବାନ ସର୍ବପ୍ରଥମେ ତାଙ୍କର ଶରଣ ହୁଅନ୍ତି। ସେ କେବେ ତାଙ୍କ ଭକ୍ତଙ୍କୁ ଏକା ଛାଡ଼ନ୍ତି ନାହିଁ। ଆସନ୍ତୁ ଆଜି ଆମେ ନିଜ ହୃଦୟକୁ ପଚାରିବା, ଆମ ଭିତରେ ଅହଙ୍କାର ଅଛି କି? ମୁଁ ଅନ୍ୟମାନଙ୍କୁ ଛୋଟ ଭାବୁଛି କି? ମୁଁ ସବୁ କିଛି ଭଗବାନଙ୍କ କୃପା ବୋଲି ଗ୍ରହଣ କରୁଛି କି? ଯଦି ଏହି ପ୍ରଶ୍ନର ଉତ୍ତର ଆମେ ସତ୍ୟତାର ସହିତ ଦେଇପାରିବା, ତେବେ ଆମ ସାଧନା ଆହୁରି ସୁନ୍ଦର ହୋଇଯିବ। ଆସନ୍ତୁ ଆଜିଠାରୁ 3ଟି ସଂକଳ୍ପ ନେବା। କେବେ ଅହଙ୍କାର କରିବା ନାହିଁ, ସମସ୍ତଙ୍କ ପ୍ରତି ବିନମ୍ର ବ୍ୟବହାର କରିବା, ସବୁବେଳେ ଭଗବାନଙ୍କ ଉପରେ ନିର୍ଭର କରିବା। ଏହି 3ଟି ଗୁଣ ଆମ ଜୀବନରେ ଆସିଗଲେ ଭଗବାନଙ୍କ କୃପା ନିଶ୍ଚୟ ଲାଭ କରିବା। ଚାଲନ୍ତୁ ଶେଷରେ ଗୁରୁଦେବଙ୍କ ଚରଣରେ ପ୍ରାର୍ଥନା କରିବା। ହେ ପରମ ଆରାଧ୍ୟ ଗୁରୁଦେବ, ଆମ ହୃଦୟରୁ ଅହଙ୍କାରକୁ ଦୂର କରନ୍ତୁ। ଆମକୁ ବିନମ୍ର, ସରଳ ଏବଂ ଆପଣଙ୍କ ଚରଣ ସମର୍ପିତ ଭକ୍ତ ହେବାର ଶକ୍ତି ପ୍ରଦାନ କରନ୍ତୁ। ଆପଣଙ୍କ କୃପା ସର୍ବଦା ଆମ ଉପରେ ବର୍ଷିତ ହେଉ। ଜୟ ଗୁରୁ।